যাও সম্মাননীয় সম্মাননীয় মমারাধ্যীয় ব্রহ্মেশ্বর মন্ডল বাংশপাল ব্লক 20তম গায়ক বায়ক তালক সম্মিলনীর আজি উদযাপন দিবস বা উদযাপন রাত্রি সে অবসরে অতি আনন্দর কথা বন্যাঢ্য পরিবেশ ভিতরে আজি সেই প্রভু রাধা রানী से कृष्ण नटुआ नटवर महाप्रभु उद्देश्य मैं याठू बड़ी आउ जगत रे आनंद किसी थी न पारे से राधाकृष्ण बेढ़ा परिक्रमा अवसर मोर माँ झी बहुमान ये ग्रामर समस्त भद्र व्यक्ति आपण मानक आम ये सांस्कृतिक कलाकार मान तरफ ये अधम गायक रत्नाकर बारिक तरफ अतः संप्रदाय तरफ आपण मानक हार्दिक दंडवत सांस्कृतिक अभिवादन जाऊ गोटे पद प्रभु श्री अभिराम परमहंसकर लिखन निःसृत गोटे वाणी जिते मोर माँ मैंने बसचंती बहु मैंने बसचंती ये ग्रामर समस्त पुओ झील कलाकार बंधु मान आमर बसियार बापा मान समस्त में क्षमा अल्प समय हजि जा मरी जा गोटे मीठा पान करवा ओ मीठा खाइबा श्याम प्रेम बड़ मीठारे संगात श्याम प्रेम बड़ मीठा दादा श्याम प्रेम आउ श्याम प्रेम बड़ मीठारे संगात श्याम प्रेम आउ श्याम प्रेम बड़ चाखिबा कुथिले ज्ञान काट बसी लटा कंडारे जे चाखी जानी से मात्र जानई नास्तिक को ओटे खटा चाखी जानी से मात्र जानई नास्तिक को ओटे खटा औ जे चाखी जानी से मात्र जानई नास्तिक को ओटे खटा माया संसार सबु कर्म हट हटा श्याम प्रेम कहे अभिराम समर्पण कर अधिकार गोटा समर्पण कर अधिकार गोटा शक्त भाव
শিখর তোষ হেবে নন্দ বেটা লিখিলে ঝঞ্ঝা নীল পতঙ্গা গস্পধা নিরহ ভুক্তা দুষ্ট দূরদর পতে রোদতে জগন্নাথ রক্ষ মাং খগেশ্বর পরস্পর বিরোধা কাল ব্যাল ময়ূরা ব্যাধম ফল করিন্দ্র হরি সরভতু দাবানল প্রলমতু নিতরা নট্যাধি রাজতুভ্যম যাও মালো প্রভু রাধা কৃষ্ণଙ୍କର ଆସର ସେ ରାଧା କୃଷ୍ଣଙ୍କର ଆସର ରହିଲ ମା ଆପଣ ମାନଙ୍କର ଗାୟକ ଅଧମ ରତ୍ନାକର ବାରିକ ଆଉ ଦାତା ସମ୍ପ୍ରଦାୟ ତରଫରୁ বর্তমান আজকাল তৃতীয় রজনী আমার বাসপালন দেশের মন্ডল পালাকার পরিষদ শেষ কার্যক্রম সুদূর ঝুঁকুরা ব্লকରୁ ଆମର ଉସୁରିଆ ଗ୍ରାମରୁ ଆସିଛନ୍ତି ଗାୟକ କେଶରୀ ରତ୍ନାକର ବାରିକ ମହୋଦୟ ତାଙ୍କୁ ଆମ ପରିଷଦର ପରମ୍ପରାକୁ ଆଖିରେ ରଖି ଆମ ଅନୁଷ୍ଠାନର ଏବଂ ଆୟୋଜକ କମିଟିର ମୁଖ୍ୟ ଅଶୋକ କୁମାର ପଲ୍ଲେଇଙ୍କୁ ମୁଁ ନିବେଦନ କରିବି ସେ ମକୁଟ ଧାରଣ କରି ତାକୁ ଅଭିଷେକ କରିବା ମକୁଟ ପ୍ରଦାନ କରି ପ୍ରଭୁଙ୍କ ପାଖରେ ନିବେଦନ କରିବା ଆମ ପାଖରେ ସେମିତି କିଛି ସମ୍ବଳ ନାହିଁ ତାକୁ କିଛି ଦେଇକି ଆମେ ଶାନ୍ତି କରିପାରିବା ନାହିଁ ତେଣୁ ଏବେ ମୁଁ ବସ୍ତ୍ର ଦାନ କରିବା ପାଇଁ ମଦନଲାଲଙ୍କୁ ନିବେଦନ କରିବି ଏବଂ ପଦକ ମଧ୍ୟ ପ୍ରଦାନ କରିଦିଅନ୍ତୁ ଏବଂ ଆମ ଅନୁଷ୍ଠାନ ତରଫରୁ ରତ୍ନାକର ବାରିକ ପାଲା ଗାୟକ କେଶରୀ ତାଙ୍କୁ ଭାସ୍ପାଳ ବ୍ଲକ ତରଫରୁ ବ୍ରହ୍ମେଶ୍ୱର ପ୍ରତିଭା ସମ୍ମାନରେ ସମ୍ମାନିତ କରୁଛୁ ଆଶା କରେ ଗାୟକ ମହାଶୟକୁ ସାଦରରେ ଗ୍ରହଣ କରିବେ जे रहिलो कि साइड की जीवन हां आसो भाई धन्यवाद धन्यवाद आज कार्यक्रम में जब दिवा 10 रुपया आउची कोन पाना चाहिए जाओ मालूम बस 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 सत्य नारायण पाला आज कुमार 3 रात्रि हला 2 रात्रि गला आज रात्र पर आसंता काली ए स्थान रे पाला कार्यक्रम हुए तो अपन देखि न पारंती हुए तो जदि जीवन रे थाए आपण माने आसंता वर्ष पुणी ए रंगमंच रे आपणकर दोल महोत्सव 3 रात्रि पाला होते देखि पारंती जाऊ मात्र अध घंटे 45 मिनिट कथा आम समस्त उपभोग करवा जगत वास्तव में पालाटा कौन सत्य नारायण किए
ପ୍ରଭୁଙ୍କୁ ଆମେ ଡାକିବା କାହିଁକି? ହେ ମା, ଯଦି ଆମେ ସେ ବାବଦରେ ଅନେକ କଥା କହିବା ପାଇଁ ଚିନ୍ତା କରିଛନ୍ତି ସତ୍ୟ, କିନ୍ତୁ ସମୟର ସ୍ୱଳ୍ପତାକୁ ଆଖି ଆଗରେ ରଖିକିରି ମୁଁ ସଂକ୍ଷିପ୍ତରେ ମୁଁ କହିବି। ମା ପଲ୍ୟତ ଏଇତି ପାଲା ପାଲି ସାହିତ୍ୟର ପଣ୍ଡିତ ପାଲା ରହିଥାଏ ସୃଷ୍ଟି। ଇଏ ପାଲା ଇଏ ଜଗତରେ ଆଜ୍ଞା ସର୍ବେ ଭବନ୍ତୁ ସୁଖିନା ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ ଭବେ। ଏ ମନ୍ତ୍ରକୁ ସାକାର କରିଥାଏ ମା ସତ୍ୟ ନାରାୟଣ ପାଲା। ଆଉ କଥା ବଢେଇବି ନାହିଁ। ଜୀବନରେ ମା ଅନବରତ ଚାଲିଛି ପାଲା। ମୋ ଭାଇମାନେ ଟିକେ ଆମେ ଧ୍ୟାନ ଦେବା। ଅତି ସଂକ୍ଷିପ୍ତରେ ମୁଁ କହିବା ପାଇଁ ଯାଉଛି ଅନେକ କଥା। ଏ ମାନବ ଜୀବନରେ ଆଜ୍ଞା ସବୁବେଳେ ପାଲା ଚାଲିଛି। ପୁଅମାନେ, ଯୋଉଦିନ ମାନବ ଜଗତରେ ଏ ପାଲାଟା ଆଜ୍ଞା ସରିଯିବ, ସେଇଦିନ ଆମେ ଆଉ ମର୍ତ୍ତୀୟ ମଣ୍ଡଳରେ ନଥିବା। ଅତଏବ ଆମେ ମାନେ ଆଜ୍ଞା ଚାଲି ଯାଇଥିବା ସବୁଦିନ ପାଇଁ ସ୍ୱର୍ଗଧାମକୁ। ଅତଏବ ଏ ପାଲା ଆଜ୍ଞା ଅନବରତ ଆମ ଶରୀର ଭିତରେ ଆଜ୍ଞା ଚାଲିଛି। ହେଲା ଲୋ ମା, ଛୋଟିଆ ଉଦାହରଣଟିଏ ଦେବି ଗୋଟାଏ ମିନିଟ୍ ପାଇଁ। ଏବେ ଚାଲିଛି ଆପଣ ଜମ୍ଭିରି ପଶି ଗ୍ରାମରେ ଆଜ୍ଞା ପାଲା ପାଲା କରୁଛନ୍ତି। ପାଲା ମାନେ ଠିକ କଥା। ମା ମାନଙ୍କର ତଳେ ଚାଲିଛି ଆଜ୍ଞା ପାଲା। ମୁଁ କାହିଁକି ଏ କଥା କହିଲି? ମା ଯୋଉଠି ହାଲା ହୁଏ ଆମେ ସମସ୍ତେ କହନ୍ତି ହୁଏତ ସେଇଠି ତାଙ୍କର ଚାଲିଲା ପାଲା। ମା ଝିଅ ଭାଇ ଭଉଣୀ ବାପ ପୁଅ ସ୍ୱାମୀ ସ୍ତ୍ରୀ ଯଦି କିଛି କୋଡ଼ି ଗୋଳ କଲେ ପ୍ରତ୍ୟେକ ଦିନ ହୁଏତ ଗ୍ରାମବାସୀ ମାନେ କହନ୍ତି ତାଙ୍କର ଚାଲିଲାଣି ଆଜି ପାଲା। ଯଦି କେହି ଏ ଗ୍ରାମରେ ନିତି କେହି କୋଡ଼ି ଗୋଳ କରନ୍ତି, ପରସ୍ପର ଭିତରେ କଳି କଜିଆ କରନ୍ତି, ହୁଏତ କେତେକ ଭାଇ ମାନେ କହନ୍ତି ତାଙ୍କର ଏଇଟା ନୀତିଦିନିଆ ପାଲା। ଏମିତି ହୁଏ ନା ଆଜ୍ଞା? ରାତି ପାହିବ, ପାଲା ସରିବ। ଆମର ଏଇ ବ୍ରହ୍ମେଶ୍ୱର ମଣ୍ଡଳ ପାଲାକାର ଭାଇମାନଙ୍କ ଭିତରେ ହୁଏତ ଗୋଟେ ପାଲା ଚାଲିପାରେ। ସେ ପାଲାଟା ହେଉଛି କିଏ ସହଯୋଗ କଲେ କିଏ ନ କଲେ, ଅର୍ଥର ଅଭାବ ହେଲା, ନିଅଣ୍ଟିଆ ପଡ଼ିଲା, କଳି କଜିଆ ତାଙ୍କ ଭିତରେ ଚାଲିବ। ରାତି ପାଇଲେ ସିଏ ହେଉଛି ତାଙ୍କର ଚାଲିବ ଗୋଟାଏ ପାଲା। ଅତଏବ ଏ ମାନବ ମା ଜନ୍ମ ହେଲା ଠାରୁ ମଲା ପର୍ଯ୍ୟନ୍ତ ମା ପାଲା ଚାଲିଛି। ତ ପାଲାକୁ ଏତେ ସହଜରେ ଆମେ ନେବା ନାହିଁ। ତାର ଗୋଟେ ସୁନ୍ଦର ଉଦାହରଣ ମଧ୍ୟ ମୁଁ ଦେଇପାରେ। ସଂସାରରେ ଚାଲି ଅଛି ପାଲା, ଏ ପାଲା ସରିଗଲେ ପଡେ ହାଲା, ଏ ପାଲା ସରିଗଲେ ପଡେ। ଯୋଉଦିନ ମା ସଂସାରରୁ ପାଲାଟା ସରିଯିବ, ମନ ଦିଅ, ତା ଅର୍ଥ ଆମେ ଯୋଉଦିନ ମରିଯିବା ସଂସାରରେ ସେଦିନ ଆଜ୍ଞା ହାଲା ପଡ଼ିଯିବ। ଯାଉ ଏ ବୁଢ଼ାଟା ଥିଲା, ବୁଢ଼ୀଟା ଥିଲା, ତେଣୁ ସେଦିନ ସିଏ ଚାଲିଗଲେ ହାଲା ପଡ଼ିଯିବ। ଅତଏବ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପାଲା ଚାଲିଛି। ତୁଟିଗଲା ଗୋଟାଏ ନ୍ୟାୟ। ଦ୍ୱିତୀୟ କଥାବସ୍ତୁ ଯିବା। ଆମେ ମାନେ ସମସ୍ତେ ଆଜ୍ଞା ମାନବ, ସମସ୍ତେ ଆଜ୍ଞା ମଣିଷ। ସତ୍ୟ ନାରାୟଣଙ୍କ ଦରବାରକୁ ଆମମାନେ ଆସିଛନ୍ତି। ପ୍ରଭୁ ଅନ୍ତର୍ଯାମୀ ନାରାୟଣ ଆମକୁ ପଠେଇଛନ୍ତି। କାହିଁକି ପଠେଇଛନ୍ତି? ଆମେ ସତ୍ୟ ନାରାୟଣଙ୍କର ସେବା କରିବା, କ୍ଷମା ମାନବିକତା ପ୍ରଦର୍ଶନ କରିବା। ଏଇ ତ କଥା। ଏଠି ସନ୍ଥ କବିରଙ୍କର ମା ଗୋଟାଏ ବାଣୀ ଅଛି। ସନ୍ଥ କବିର କହନ୍ତି ଓଲଟା ଜଲେ ମଛଲି ଚଲେ, ଆଉ ଓଲଟା ଜଲେ ମଛଲି ଚଲେ, ଆଉ ବହିଯାଏ ଗଜରାଜ ହୋ, ଆଉ ଯୋ ଯିଶିକୁ ଭରସା କରେ, ଯୋ ଯିଶିକୁ ଭରସା କରେ, ଆଉ ବହି ରଖେ ତା ଲାଜ ହୋ। ମାମାନ ଓଲଟା ଜଲେ ମଛଲି ଚାଲେ। ଆପଣ ମାନେ ଜାଣନ୍ତି, ମା ମାନେ ବି ଟିକେ ଧ୍ୟାନ ଦେବେ।
बेले बेले आश्विन मासर माछ माने वर्षा होइथिबो बा श्रावण मासर माछ माने देखिबे ओलटिया आसंती ओलटिया मा कहले कौन जो कड़रू मा पानी जाउथबो उपरु तलकु बही जाउथबो माछ माने ऊपर तलु ऊपर को उठंती ना आज्ञा तो उठाणिया माछ कहा जाए तो उठाणिया माछ को ए बापा माने मध्य आज्ञा धरिबार सुजोग नियंती तो ओलटा भाव तार जंत्र ताको बसांती जिमिरी ओलटा भाव बसांती तो उल्टा जले मछली चले ओलटा जल माछ चली पारुछि किंतु गोटे हाथी आज्ञा कदापि चली पारिबो नाही जाई पारिबो कि बही जाए गजराज ओलटा जल रे खरस्रोता जल रे गोटे विशालकाय हाथी पड़ते भासी जीव भूल कहूँ कि बापा माने छोटिया दंडकारी माछटीए तलू ऊपर को उठी पारुछि प्रखर जलस्रोत मତରେ किंतु विशालकाय जीव हाथी भारत ऐतिह्य हाथी हे बापा तलू ऊपर को उठी पारिब ना से भासी जीव ता कारण जो जिसी को भरोसा करे वही रखे तार लज माछ आज्ञा भगवान को समर्पण कले निज जीवन को भगवान को भरोसा कले कहले हे प्रभु जगतनाथ जगन्नाथ मुझे सुरखुर तलू ऊपर को उठी जाए हाथी गर्व कला बोली पंडिते सी धीरे धीरे भासी गला ये नियर मा सुंदर कथा वस्तु टे कहूची आज्ञा दिनकर कथा शुण ଆଉ ବର୍ଷା ହୋଇଥାଏ ଲାଳ ମୋର ମା ଭାଉଣୀ କୁରାଳ ଆଉ ନିଶ୍ଚୟ ଶୁଣିବେ ପୁରାଣ ବର୍ଷଳ ମୁଖର ଦିବସ ଦିନେ ପ୍ରବଳ ବର୍ଷା ହେଇଗଲା ତୁଟିଗଲା କଥା ବର୍ଷା ସିନାମା ହେଲା ଧୀରେ ଧୀରେ ବର୍ଷାଟା ଛାଡ଼ିଗଲା ଯେତେବେଳେ ପୁଅ ବର୍ଷା ଛାଡ଼ିଗଲା ବର୍ଷଳ ମୁଖର ଜଳଧାର ମାନେ नदी को प्रवाहित करने को लगिले संक्षिप्त जाऊँगी बहुत संक्षिप्त जाऊँगी आउ किछि किछि जल आपण मैंने जानती आपण जो बिल थाए बाड़ी थाए से गोरु मानकर प्रवाहित खोज जानते गोरु खोज गोटे बिलर थे गोरु खोजरे मन रख अल्प टिके पानी रही गोरु खोजर टिके पानी रही मन रख सीए गोरु खोजर थिबा पानी मध्य रे हे माँ गोटा कंकी गोटा माँ कंकी कले पतंग बुझी पार्टी तो से कंकी टी आज्ञा पड़गला कंकी टी पड़ जाइए गोरु खोजर थिबा पानी भितर आज्ञा पक्ष कले तार डेणा ता डेणा पणिते ओदा हो गला शिक्षित डेण कंकी टिकिए बोलिक पतंग टिकिए जीव पंडिते आउ गोष पदरु हे माँ माने गोरु खोजरु से उठी पारिला ना ओरुआ कथा हला माँ कंकीटी प्रार्थना कला भगवान को डाकिला सत्य नारायण को बड़ ओरुआ कथा हला हे प्रभु तेरे मु केमिति गोरु खोजरे थिबा पानी भीतर मु पार हेबी तमे ही मोर भरोसा शक्ति आउ मोर नाही प्रमाण थर को थर पड़ी तळे चालई अभ्यास सरबळे
ଚେଷ୍ଟା କରୁଛି ଉଠି ପଡ଼ି ଚେଷ୍ଟା କରୁଛି କେମିତି ମୁଁ ସେ ଗୋସ୍ପଦ ଖୋଜରୁ ଉଡ଼ି ଉଡ଼ି ମୋ ନିଜ ରାଜ୍ୟକୁ ଚାଲିଯିବି। ତୃତୀୟ ଅବସରର ମା ଘଟିଲା ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା। ମା ଟିକେ ଧ୍ୟାନ ସହକାରେ ଶୁଣିବା ଦରକାର, ନହେଲେ ବୁଝିପାରିବ ନାହିଁ। କାଲି ଇଏ କଥାଟା ମା ଟିକେ ତତ୍ତ୍ୱ ଭିତରର କଥା। ମୋ ମା ଝିଅ ବୋହୂମାନଙ୍କ ପାଇଁ କଥା ମୁଁ ରଖି ନାହିଁ, ରାଇମା କାହାଣୀ ମୁଁ ରଖି ନାହିଁ, ତାତ୍ତ୍ୱିକ କଥା ଚାରି ଧାଡ଼ି ମୁଁ ରଖିଛି। ତୃତୀୟ ଅବସରରେ ଗୋଟେ ମଣ୍ଡୁକ କହିଲେ ମା ବେଙ୍ଗ ତା ନଜରରେ ପଡ଼ିଗଲା, ପୁରା ବେଙ୍ଗର ନଜରରେ ପଡ଼ିଗଲା। ଆରେ ହେ ଆରେ କଙ୍କିଟିଏ ଜୁଡୁ ବୁଡୁ ହଉଛି, ପାଣି ଭିତରେ ପଡିକି ଛଟପଟ ହଉଛି। ଭଲ ଆହାର ହବ। ଚିନ୍ତା କଲ ମଣ୍ଡୁକ ବା ବେଙ୍ଗ, ମୋର ଭଲ ଆହାର ହବ, ଏହା ବିଚାର କରି ଆଉ ଦ୍ରୁତ ଗତେ ଧାଇଁ ଗଲା। ମାଲ କଙ୍କି ଠାରେ ପ୍ରବେଶିଲା। କଙ୍କି ପାଖରେ ପହଞ୍ଚି ଗଲା ବେଙ୍ଗ। ମା ଶେଷରେ ସେ କଙ୍କିର ମାହଲା ତାର ପଛ ଭାଗରୁ ଅଧେକ ଗିଳି ଦେଲା ହେଲା ମା, ଯାହାକୁ ଆମର ଲୋକମାନେ ତାକୁ କାନ କଉଡ଼ି ବୋଲି ମଧ୍ୟ କହିପାରନ୍ତି, କଙ୍କି ବା ପତଙ୍ଗ ବୋଲି ଆପଣ କହିପାରନ୍ତି। ସେ କଙ୍କିକୁ ମା ଅଧେ ଗିଳିଛି କିଏ ନା ବେଙ୍ଗ। ମନ ଦିଅ, ବୁଝିପାରୁଛନ୍ତି? ଗିଳି ଦେଇଛି ବେଙ୍ଗ କଙ୍କିର ପଛ ଭାଗକୁ। ଚମକି ପଡ଼ିଲା କଙ୍କି। ମୋ ଶତ୍ରୁ ତ ମତେ ଭିଡିବାକୁ ଧରିଲାଣି, ମୁଁ ଆଉ ବଚିବିନି। କେମିତି ଉଡ଼ିବି, କେମିତି ତା ପାଟିରୁ ମୁଁ ଉଦ୍ଧାର ପାଇବି? ଚିନ୍ତା କରୁଛି କଙ୍କି, ମୋ ଶତ୍ରୁ ମଣ୍ଡୁକରାଜ ମତେ ବାଡ଼ି ବସିଛି। ଅଳ୍ପ ସମୟ ଭିତରେ ଏ ମା ଶୁଣ, ମୋ ଜୀବନ ଦୀପଲ ମାଲି ଭିଡ଼ିବ। ଛୋଟିଆ କଙ୍କିଟି ମା କାନ୍ଦୁଛି। ଏ ମା ସମସ୍ତେ ମନେ ରଖିବା ଦରକାର, ଯେତେବେଳେ ଆମମାନଙ୍କ ଜୀବନରେ ମା ବାଧା ସୃଷ୍ଟି ହୁଏ, ଦୁଃଖ ଆସେ, ଆମେ କାନ୍ଦିବା ବ୍ୟତୀତ ଆମମାନଙ୍କର ଅନ୍ୟ ଉପାୟ କିଛି ନଥାଏ। ଯେତେ ବୁଢା ବୁଢା ବହୁ ସାମାନ ବସିଛନ୍ତି, ସମସ୍ତେ ଚିନ୍ତା କରିବା ଦରକାର। ସେ କଙ୍କିଟା କାନ୍ଦୁଛି, ଏଣେ ଅଧ ଗିଳା ହେଇକି ରହିଛି। କିଏ ନା ଆପଣମାନଙ୍କର ମଣ୍ଡୁକ କହିଲେ ବେଙ୍ଗ। ଡାକିଲା ପ୍ରଭୁଙ୍କୁ, ହେ ପ୍ରଭୁ, ସରି ଯାଏ ଜୀବନ ଇନ୍ଧନ, ସରି ଯାଏ ଦୀପ ଶିଖା, ସରି ଯାଏ ଆୟୁର୍ବଳ ବୀର୍ଯ୍ୟ, ସରି ଯାଏ ଆଶା ରେଖା। ବାରମ୍ବାର ଭଗବାନଙ୍କୁ ଡାକୁଛି ମା। ସେ କଙ୍କି ଆଡେ ବେଙ୍ଗଟି ମା ଗିଳି ଦେଇଛି। ତା ଜୀବନର ଇନ୍ଧନ ଧୀରେ ଧୀରେ ସରିଗଲାଣି, ଆୟୁଷ ସରିଗଲାଣି। ଯେତେ ବଳ ବୀର୍ଯ୍ୟ ଥିଲା ତାର ଚେଷ୍ଟା କରିବା ସତ୍ତ୍ୱେ ସେ ପାରୁନି। ଏଇଟା କେବଳ ମାସେ କଙ୍କି ପାଇଁ ପ୍ରଯୁଜ୍ୟ ହେଇନପାରେ। ସମସ୍ତ ବୁଢା ବୁଢା ମଉସା ହୁଅନ୍ତୁ କି ବୟସ୍କ ହୁଅନ୍ତୁ କି ଛୋଟ ବଡ ହୁଅନ୍ତୁ, ସମସ୍ତଙ୍କ ପାଇଁ ମା ଏ ପଦଟା ଗୋଟାଏ ଶିକ୍ଷା। ଜୀବନର ଆୟୁଷ ମା ଯେତେବେଳେ ଆମର ସରି ଯିବ, ଆମର ଆୟୁଷ କମିଯିବ ମା। ଜୀବନ ଦୀପରୁ ତେଲଟା ମଧ୍ୟ ଧୀରେ ଧୀରେ ସରିଯିବ। ଯେତେ ତେଲ ଢାଳିଲେ ମଧ୍ୟ ଆମର ଜୀବନ ଦୀପ ମା ଆଉ ଜଳିବ ନାହିଁ। ଆମେ ଭୁଲ କହୁଛି କିଲୋ ମା? ଆପଣମାନଙ୍କର ବୟସକୁ ଟିକେ ହିସାବ କରନ୍ତୁ। କାହା ବୟସ 40, କାହାର 50, କାହାର 30, କାହାର 70। ଯଦି ଆମେ ଗୋଟେ ହାରାହାରି ବର୍ଷକୁ ଆମେ ଯଦି ଚିନ୍ତା କରିବା, କିଏ ଆଉ 10 ବର୍ଷ ବଞ୍ଚିପାରେ, କିଏ 5 ବର୍ଷ ବଞ୍ଚିପାରନ୍ତି, କିଏ 2 ବର୍ଷ ବଞ୍ଚିପାରନ୍ତି। ଯଦି ଆମର ନିୟମିତ ଆୟୁଷକୁ ଆମେ ନେବା, ଉଦାହରଣ ମୋର ବୟସ ଲାଗିବା 52 ବର୍ଷ, ଯଦି ମୁଁ 60 ବର୍ଷ ହିସାବକୁ ନେବି, ଆମର 7-8 ବର୍ଷ ଆୟୁଷ ନା। ଆଉ ବାହାଦୁର ସାର୍ ବସିଛନ୍ତି, ତାଙ୍କ ବୟସ ଯଦିଓ ହେଇଥିବ 60 ବର୍ଷ, ଯଦି ହାରାହାରି ବୟସକୁ ନେବା 75 କି 70, ଆଉ 10-15 ବର୍ଷ ନା। ଆଉ ତ ମୋ କହିବା କଥା, ଏଇ କଙ୍କି ଡାକୁଛି
ପଡ଼ିଛି ମଣ୍ଡୁକ ବା ବେଙ୍ଗର କବଳରେ। ଦେଖନ୍ତୁ ଏଠୁ ସୁନ୍ଦର ଶ୍ଳୋକଟିଏ ମନେ ପଡ଼େ, ବାପା ମାନେ ଅଶ୍ଵ ନଇବ ଗଜ ନଇବ ବ୍ୟାଘ୍ର ନଇବଚ ନଇବଚ ଖଗା ପୁତ୍ର ବଳି ଦଦ୍ୟା ଇଏ ଦେବ ଦୁର୍ଲଭ ଖାଦ ତାହା। ଦେଖନ୍ତୁ ଆଜ୍ଞା କଙ୍କି ଡାକୁଛି ଯିଏ ମା ବାସ୍ତବରେ ବଳଶାଳୀ। ବଳଶାଳୀ କିଏ ମା? ଗଜ ବୋଲେ ହାତୀ। ବଳଶାଳୀ କିଏ? ଅଶ୍ଵ କହିଲେ ଆଜ୍ଞା ଘୋଡ଼ା। ବଳଶାଳୀ କିଏ? ବ୍ୟାଘ୍ର କହିଲେ ଆଜ୍ଞା ବାଘ। ଆମେ ଯେତେବେଳେ ଠାକୁରାଣୀ ଓଷା କରୁଛନ୍ତି, ଦଶହରା ପାଳୁଛନ୍ତି, ଆମେ ଗଜ ଶିଶୁକୁ ମାରନ୍ତି କି? ହାତୀକୁ ମା ବଳି ଦିଅନ୍ତି କି? ବାଘକୁ ବଳି ଦିଅନ୍ତି କି? ବାଘ ହାତୀ ଗଜକୁ କେହି ମାରନ୍ତି ନାହିଁ ବଳି ହିସାବରେ ଠାକୁରାଣୀଙ୍କ ପାଖରେ। ତା କାରଣ ତାଙ୍କର ବହୁତ ବଳ ଅଛି। କିନ୍ତୁ ଖଗା ସୁତ ଖଗା କହିଲା ମା ଛେଳି। ଛେଳିର ପୁଅ ଯାହାକୁ ଆପଣ ବୋଦା ବୋଲିକିରି କହନ୍ତି, ସେ ବୋଦା ଆଜ୍ଞା ନିରୀହ, ସେ କିଛି କହିପାରେ ନା ବୋଲି ତାକୁ ଆମେ ଦେବୀଙ୍କ ପାଖରେ ବଳି ଚଢେଇ ଦଉ, ତା ମାଂସକୁ ଖାଆନ୍ତି ନା ଆଜ୍ଞା। ଏ କଥା ମୁଁ କାହିଁ କହିଲି? କଙ୍କି ଏ କଥାଟା କହୁଛି ଭଗବାନଙ୍କ ନିକଟରେ। ଆଜି ବଳଶାଳୀ ହେଇଥିଲେ ପ୍ରଭୁ ମତେ ଆପଣ ରଖି ପାରିଥାନ୍ତେ, ମୁଁ ଦୁର୍ବଳତା ବୋଲିକିରି ମତେ ବଳି ପକେଇ ଦେଇଛ ଏ ବେଙ୍ଗ ପାଖରେ। ଏ ବେଙ୍ଗ ପାଖରେ ମତେ ବଳି ପକେଇଛ। ପୁଣି କଙ୍କି ମା ଚିନ୍ତା କଲା, ପୁଣି କଙ୍କି ଭଗବାନଙ୍କୁ ଡାକିଲା, ହେ ପ୍ରଭୁ ବୃଥା ବୃଷ୍ଟି ସମୁଦ୍ରେଷୁ ବୃଥା ତୃପ୍ତସ୍ୟ ଭୋଜନ ଏ ବୃଥା ଦାନ ଧର୍ମସ୍ୟ ଏ ବୃଥା ଦୀପ ଦିବନାଶୁ। ଆଉ ଗୋଟେ ଶ୍ଳୋକ, ବୃଥା ବୃଷ୍ଟି ସମୁଦ୍ରେଷୁ। ମାଲୋ ସମୁଦ୍ରରେ ଯେତେ ବର୍ଷା ହେଲେ ମଧ୍ୟ କିଛି ଲାଭ ନାହିଁ। କିଛି ଲାଭ ଅଛି କି ଆଜ୍ଞା? ଯେତେ ବର୍ଷା ହେଲେ ସୁଦ୍ଧା ସମୁଦ୍ରରେ କିଛି ଲାଭ ନଥାଏ। ହେଲା ଗାୟକ ମହାଶୟଙ୍କର ସୁନ୍ଦର ଚର୍ଚ୍ଚାରେ ମନୋଭୂତ ହୋଇ ବ୍ରହ୍ମେଶ୍ୱର ମଣ୍ଡଳ ତାର ପରିଷଦ ଆପଣଙ୍କୁ ଭାରତୀୟ 100 ଟଙ୍କା ମୁଦ୍ରା ପ୍ରଦାନ କରୁଛନ୍ତି। ଆଶା କରେ ଆପଣ ତାକୁ ଖୁସିରେ ଗ୍ରହଣ କରିବେ। ଜୟ ନାରାୟଣ ସ୍ୱାମୀ। ଜୟ ରାଧା ସ୍ୱାମୀ। ଆନନ୍ଦ ସହକାରେ ଗ୍ରହଣ କରୁଛୁ 107 ଭାରତୀୟ ମୁଦ୍ରା ବ୍ରହ୍ମେଶ୍ୱର ମଣ୍ଡଳ ତରଫରୁ। ବୋଲନ୍ତୁ ଆନନ୍ଦ ସାଗରେ କୁମାର। ମାଲୋ ବୃଥା ଭୋଜନ, ଯଦି ଭୋଜନରେ ତୃପ୍ତି ନାହିଁ ମା, ଆମେ ଯଦି ଅନ୍ନ ଖାଇକିରି ଯଦି ତୃପ୍ତି ଆମର ନହେଲା, ଜୀବନ ଶାନ୍ତି ନହେଲା ମା, ସେ ଭୋଜନରେ କିଛି ଲାଭ ଅଛି କି? ସେ ଭୋଜନରେ କିଛି ଲାଭ ନାହିଁ। ଆର ବୃଥା ଦାନ ଅସମର୍ଥ୍ୟ, ଯୋଉ ଅସମର୍ଥ୍ୟ ବ୍ୟକ୍ତିକୁ ବାପା ମାନେ ଯଦି ଦାନ ଦେବା ତାହେଲେ ପୁଣ୍ୟ ପାଇବା, କି ସାମର୍ଥ୍ୟ ଥିବା ବ୍ୟକ୍ତିକୁ ଦାନ ଦେଲେ କିଛି ମୂଲ୍ୟ ପାଇବା ନାହିଁ। ଏ ଭୁଲ କହୁଛି କି? ସାମର୍ଥ୍ୟ ବ୍ୟକ୍ତିକୁ ଦାନ ଦେଲେ କିଛି ମୂଲ୍ୟ ନଥାଏ। ଅସାମର୍ଥ୍ୟ ବ୍ୟକ୍ତିକୁ ଦାନ ଦେଲେ ଦାନର ମହିମାଟା ବଢେ। ଶେଷ କଥାଟା ଆଜ୍ଞା, ବୃଥା ଦୀପ ଦିବା ନିଜ। ଦିନ ବେଳରେ ଯଦି ଆମେ ଦୀପ ଜଳେଇବା, ଦୀପର କିଛି ମହତ୍ଵଟା ରହିବ କି? ଦିନ ବେଳିଆ ଦୀପର ମହତ୍ଵ କିଛି ରହିବ ନା। ତେଣୁ ବେଙ୍ଗ ଆଜ୍ଞା ଗିଳିଛି, ଅଧ ଗିଳା କରିଛି ସେ କଙ୍କିକୁ।
କଙ୍କି ଡାକୁଛି ପ୍ରଭୁଙ୍କୁ। ଏଇଟା ଅନେକ ଭୁଲ ତମେ କରିଛ। ସମ୍ବିଧାନର ନିୟମଟା ଭାଙ୍ଗିଗଲା। କଙ୍କି ହେଉଛି ଉଡ଼ିଲା ବାଲା ଜନ୍ତୁ, ବେଙ୍ଗ ହେଉଛି ବୁଡ଼ିଲା ବାଲା ଜନ୍ତୁ। ଆରେ ଉଡ଼ିଲା ବାଲା ସିନା ବୁଡ଼ିଲାକୁ ଖାଇପାରିବ, କିନ୍ତୁ ବୁଡ଼ିଲା ବାଲା ଯଦି ଉଡ଼ିଲାକୁ ଖାଇବ, ଉଡ଼ିଲାକୁ ଯଦି ବୁଡ଼ିଲା ଖାଇବ, ଇଏ ସମ୍ବିଧାନଟା ଭାଙ୍ଗିଯିବ। ଡାକିଲା ପ୍ରଭୁଙ୍କୁ, ହରେ ମୁରାରେ ମଧୁ କଇଟ ଗୋବିନ୍ଦ ଆଉ ଯଜ୍ଞେଶ୍ୱର ନିରାଶ୍ରୟ ଡାକ ବାଜି ଆଜ୍ଞା କ'ଣ ହେଉଛି କ'ଣ ନାହିଁ ତମେ ଜାଣିପାରୁନି। ମାନେ ପିଲାମାନଙ୍କର ସାଉଣ୍ଡ ବୋଧେ ଆପଣ ଶୁଣିପାରୁନଥିବେ, ଟିକେ ଆଡ଼ଜଷ୍ଟ କରିନେବେ ମା ମାନେ। ଯେତେବେଳେ କଙ୍କି ଡାକିଛି ଆଜ୍ଞା ଭଗବାନଙ୍କୁ, ପ୍ରଭୁ ସତ୍ୟନାରାୟଣ କାହାରି ଆଜ୍ଞା ଦୁଃଖ ସହ୍ୟ କରିପାରନ୍ତି ନାହିଁ। ହେଲା ମା, ବେଙ୍ଗ ତ ଗିଳିଛି, ଏଣୁ ସତ୍ୟନାରାୟଣ କଲେ କ'ଣ, ଜଣକୁ ପଠେଇଦେଲେ। ସେ ଜଣକ କିଏ? ସେ ଆଉ କେହି ନୁହନ୍ତି, ଗୋଟେ ସର୍ପ। ଏ ସର୍ପ, ତୁ ଗୋଟେ କାମ କରେ, ତୁ ଯଥା ଶୀଘ୍ର ଯା ବେଙ୍ଗକୁ ଭକ୍ଷଣ କର। ଆଉ ବେଙ୍ଗକୁ ଭକ୍ଷଣ କରି ହେବା, ଶୁଣ, ଏ ବେଙ୍ଗକୁ ଭକ୍ଷଣ କରି ବେଙ୍ଗ ଦାଉରୁ କଙ୍କିକୁ ରକ୍ଷା କର। ମାଲୋ ଆଜ୍ଞା, ମୋ ସର୍ପ ଗଲା। ସର୍ପ ଦେଇକିରି ପହଞ୍ଚି ଗଲା ବେଙ୍ଗ ପାଖରେ। ବେଙ୍ଗକୁ ଖାଇଦବ ମା ସର୍ପ। ସର୍ପ ଯଦି ବେଙ୍ଗକୁ ଖାଇଦବ, ହେବା ମୁକ୍ତି ପାଇବ କିଏ? ମୁକ୍ତି ପାଇବ ସେ କଙ୍କି। ଛୋଟିଆ ପତଙ୍ଗଟିଏ ମୁକ୍ତି ପାଇଯିବ। ମା, ସେ ପତଙ୍ଗଟା ବଞ୍ଚିବ, ତାପରେ ଆମେ ପାଲାକେ ସାରିବା। ହଉ, ବର୍ତ୍ତମାନ ବେଙ୍ଗ ଚିନ୍ତା କରୁଛି, କି କଥାରେ ମୁଁ ଆସିଥିଲି କଙ୍କିକୁ ଭଜନ କରିବି ବୋଲିକିରି, ମୋ ପଛରେ ଆସିଛନ୍ତି ଆଉ ଜଣେ ମତେ ଭକ୍ଷଣ କରିବା ପାଇଁ। ସିଏ ହେଉଛି ସର୍ପ ମହାରାଜ। ଏ କଙ୍କି ବେଙ୍ଗ ଅଡୁଆରେ ପଡିଗଲା। ମତେ ସର୍ପ ଭକି ଦେବ ଭଲା। ମତେ ବର୍ତ୍ତମାନ ସର୍ପ ତ ଭକ୍ଷଣ କରିବ, ମତେ ବର୍ତ୍ତମାନ ସର୍ପ ସବୁଦିନ ପାଇଁ ଭକ୍ଷଣ କରିବ। ଚିନ୍ତା କଲା ମଣ୍ଡୁକ, ଚିନ୍ତା କଲ ବେଙ୍ଗ। ହେ ପ୍ରଭୁ, ଏ ବିପଦରୁ ମତେ ଉଦ୍ଧାର କର। ମା ମାନେ ଗୋଟେ କଥା କହିବି, ଚୋର ବି ଡାକେ ଆଜ୍ଞା ପ୍ରଭୁଙ୍କୁ, ଧନୀ ଲୋକ ବି ଡାକେ ପ୍ରଭୁଙ୍କୁ, ସାଧୁ ବି ଡାକେ ପ୍ରଭୁଙ୍କୁ। ପରେ ଗୋଟେ ପଦ ମନେ ପଡେ, ଚୋର ଡାକେ ପ୍ରଭୁ ଅନ୍ଧାର ରାତିରେ, ଚୋରି କରିବାକୁ ଗଲେ ধনী ডাকে প্রভু ଅନ୍ଧାର ରାତିରେ, হে ଧনী ডাকে ଆଉ ଶୋଇବାକୁ ଗଲା ବେଳେ ଚୋର ଡାକୁଛି। ଯେତେବେଳେ ଚୋରି କରିବାକୁ ଯାଏ, ହେ ପ୍ରଭୁ ଆଉ କିଛି ସମୟ ପାଇଁ ଲାଇନଟା ଅକଟେ ନ ଆସୁ, ଅନ୍ଧାର ହେଇକି ଆଉ କିଛି ସମୟ। ଚୋର ବି ଡାକିଲା ଆଜ୍ଞା ଭଗବାନଙ୍କୁ।
ସାଧୁ ଡାକିଲା ଆଜ୍ଞା ଭଗବାନକୁ। ଧନୀ ଲୋକ ଡାକିଲା ଭଗବାନଙ୍କୁ ସନ୍ଧ୍ୟା ହେଇ ଆସିଲାଣି ଅଚାଲ ତାର ସମ୍ପତ୍ତି ମୋର ଅଛି କେତେବେଳେ ଡକାତି ଧନୀ ଡାକିଲା ଖାଇ ପିଇ ସାରି ବିଛଣା ଗଲାବେଳେ ହେ ପ୍ରଭୁ ମୋ ଧନ ଯେମିତି ଚୋରି ନ ହଉ। ସମସ୍ତେ ଡାକନ୍ତି ପ୍ରଭୁଙ୍କୁ। ବେଙ୍ଗମା ଡାକିଲା ହେ ପ୍ରଭୁ ମୁଁ କି ଦୋଷ କରିଥିଲି ଆପଣମାନଙ୍କ ପାଖରେ କାହିଁକି ମତେ ସାପକୁ ପଠେଇ ଦେଲେ? ସାପ ମତେ ଭକ୍ଷଣ କରିବାକୁ ଯାଉଛି। ବେଙ୍ଗ ଚିନ୍ତା କଲା। ବେଙ୍ଗ ଏଇଠି ଗୋଟେ କଥା କହିଲା ହେ ପ୍ରଭୁ ତମେ ବହୁତ ବଡ ଭୁଲ କରିଛ ମୋ ପାଇଁ ଅନ୍ୟାୟ କରିଛ ପ୍ରଭୁ। ବେଙ୍ଗ ନ୍ୟାୟ ଦେଲା ମୁଁ କି ଅନ୍ୟାୟ କରିଛି ମାନେ ଟିକେ ଅରୁଚା ଲାଗୁଥିବ ନିଶ୍ଚିତ ଭାବରେ ତଥାପି ଶୁଣନ୍ତୁ ଟିକେ ହେଲା ନା ବୁଝିପାରୁଛନ୍ତି ନା ବୁଝିପାରୁନାହାନ୍ତି ବାପା ମାନେ ଭାଇ ମାନେ ମୋ କଥାର ଉଦ୍ଦେଶ୍ୟ ବୁଝିପାରୁଛନ୍ତି? ଧନ୍ୟବାଦ। ବେଙ୍ଗ ମନେ ମନେ ଭାବିଲା ବୋଧ ହୁଏ ପ୍ରତିଶୋଧ ପରାୟଣ ହୋଇ ପ୍ରଭୁ ଅନ୍ତର୍ଯାମୀ ନାରାୟଣ ସାପକୁ ପଠେଇଛନ୍ତି ସାପ ମତେ ଭକ୍ଷଣ କରିବ ବୋଲି। ଏଇଠି ଆପଣ ମାନଙ୍କର ମଣ୍ଡୁକି ଉପନିଷଦରୁ ଗୋଟେ ଶ୍ଲୋକ ମନେ ପଡେ ହେଲା ଆଜ୍ଞା। ବାବାରେ ଏଇ ଗୋଟେ କାମ କରିବା ଦରକାର। ଶୁଣ 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 ହେ ଅନ୍ତର୍ଯାମୀ ସତ୍ୟ ନାରାୟଣ